ଗୋଟିଏ ଜଙ୍ଗଲ ମଝିରେ ଗୋଟେ ପୋଖରୀଟିଏ ଥିଲା। ଗୋଟେ ଦିନ ହଠାତ୍ ନଦୀର ପାଣି ବଢ଼ିଗଲା। ନଦୀର ପାଣି ଆସି ଜଙ୍ଗଲ ଭିତରେ ପଶିଗଲା। ସେଇ ନଦୀର ପାଣିରେ ଗୋଟିଏ କୁମ୍ଭୀର ଛୁଆଟିଏ ଭାସି ଆସିଲା। ଭାସି ଭାସି ଆସି ସେଇ ପୋଖରୀରେ ପଡ଼ିଲା। ଯେତେବେଳେ ସେ ପୋଖରୀରେ ଆସି ଲାଗିଲା, ସେତେବେଳକୁ ରାତି ହୋଇଯାଇଥିଲା। ଦିନ ସାରା ଏପଟ ସେପଟ ବୁଲି ବୁଲି ପୁରା କ୍ଳାନ୍ତ ହୋଇପଡ଼ିଥିଲା କୁମ୍ଭୀର ଛୁଆଟି। ପୁଣି ରାତି ବି ହୋଇଗଲାଣି। ଜାଗାଟା ଦେଖୁଛି ବହୁତ ସୁନ୍ଦର ଲାଗୁଛି। ଆଜି ରାତିଟା ଏଇଠାରେ ହିଁ ଶୋଇପଡ଼ିବି। ସକାଳ ହେଲେ ମୁଁ ମୋର ଘରକୁ ଫେରିଯିବି। ଏହା କହି ସେଇ କୁମ୍ଭୀରଟି ପୋଖରୀ ଭିତରେ ଶୋଇପଡ଼ିଲା। ରାତିରେ ଜଙ୍ଗଲରୁ ପାଣି ବି କମିଗଲା। ଆଉ ପୋଖରୀ ସହିତ ସେ ନଦୀର କିଛି ସଂଯୋଗ ରହିଲା ନାହିଁ। ସକାଳୁ କୁମ୍ଭୀରର ନିଦ ଭାଙ୍ଗିଲା ପରେ ସେ ଦେଖିଲା ସେ ଗୋଟେ ପୋଖରୀ ଭିତରେ ଅଛି। ହେଲେ ସେଠି ତ ଆଗ ପରି ଆଉ ଏତେ ପାଣି ବି ନାହିଁ। ସେଥିପାଇଁ ସେ ସେଠାରୁ ବାହାରି ପାରିଲା ନାହିଁ। ବହୁ ଚେଷ୍ଟା କଲା ପରେ ବି ଯେତେବେଳେ ସେ ପୋଖରୀ ଭିତରୁ ନ ବାହାରି ପାରିଲା, ତ ସେ କାନ୍ଦିବା ଆରମ୍ଭ କରିଦେଲା। ଆଉ ତାର ମନଟା ବହୁତ ଖରାପ ହୋଇଗଲା। ଏହି ସମୟରେ ସେଇ ପୋଖରୀ ପାଖରେ ଗୋଟିଏ ବେଙ୍ଗଟିଏ ଥିଲା। କୁମ୍ଭୀରର ଏଇଭଳି ଅବସ୍ଥା ଦେଖି ସେ ତା ପାଖକୁ ଆସିଲା ଆଉ କହିଲା, କିଏ ତୁମେ? ହେଲେ କାନ୍ଦୁଛ କ'ଣ ପାଇଁ? ମୁଁ ହେଲି ବଡ଼ ନଦୀର କୁମ୍ଭୀର। କାଲିର ପାଣିରେ ଭାସି ଭାସି ଆସି ଏଠି ପହଞ୍ଚି କ୍ଳାନ୍ତ ହୋଇ ଶୋଇପଡ଼ିଥିଲି। ସକାଳ ହେଲାରୁ ମୁଁ ଦେଖିଲି ଯେ ମୁଁ ଗୋଟେ ପୋଖରୀରେ ଅଛି। ହେଲେ କାଲି ତ ଏଠାରେ ପାଣି ଥିଲା, ହେଲେ ଆଜି ଏଠାରେ ପାଣି ନାହିଁ। ଆହାରେ ବିଚରା, ମନରେ ଦୁଃଖ କରନି। ଏଠାରେ ପ୍ରତି ମାସର ଅମାବାସ୍ୟାରେ ପାଣି ଆସିଥାଏ। ତୁମେ ଟିକେ କଷ୍ଟ କରି କିଛି ଦିନ ଆମର ଏଠି ରହିଯାଅ। ପୁଣି ଯେବେ ପାଣି ଆସିବ, ଫେରିଯିବ ତୁମ ନଦୀକୁ। ହଁ ଯେ, ମୁଁ ସିନା ଏଠି କିଛି ଦିନ ରହିଯିବି, ହେଲେ ମୋର ବାପା ମା ସେଠି ମୋ ପାଇଁ ବହୁତ ଚିନ୍ତା କରିବେ। ଆଉ ମୋତେ ନ ପାଇ କନ୍ଦାକଟା ବି କରିବେ। ଓହୋ, ତାହେଲେ ମୋତେ ଟିକେ କହିଲ, ତୁମ ଘରେ ଆଉ ସବୁ କିଏ କିଏ ଅଛନ୍ତି? ମୋ ଘରେ ମୋ ବାପା, ମା ଆଉ ମୋର ଗୋଟେ ଛୋଟ ଭଉଣୀ। ହଉ ଠିକ୍ ଅଛି, ତୁମେ ଚିନ୍ତା କରନି। ମୁଁ ମୋର ବନ୍ଧୁ ନୀଳପକ୍ଷୀକୁ ଖବର ଦେଇଦେବି। ସେ ଉଡ଼ିଯାଇ ତୁମର ବାପା ମାଙ୍କୁ ଖବର ଦେଇ ଆସିବେ। ତୁମେ ବହୁତ ଭଲ। ଓହୋ, ସେମିତି କୁହନି ମ। ନୀଳପକ୍ଷୀ, ଓ ନୀଳପକ୍ଷୀ, ଟିକେ ଏଠିକି ଆସ ତ ବନ୍ଧୁ। ତୁମ ପାଖରେ ଟିକେ କାମ ଅଛି। ନୀଳପକ୍ଷୀ ତାପରେ ସେଠାରେ ଆସି ପହଞ୍ଚି କହିଲା, କ'ଣ ହେଲା ବନ୍ଧୁ? ଏତେ ସକାଳୁ ସକାଳୁ ମୋତେ କାହିଁକି ଡାକିଲ? କ'ଣ ହେଇଛି? ବନ୍ଧୁ, ଏଇ ଦେଖ ଆମର ନୂଆ ସାଙ୍ଗ କୁମ୍ଭୀର। ସିଏ ନା ଗୋଟେ ବଡ଼ ବିପଦରେ ପଡ଼ିଯାଇଛନ୍ତି। ବିଚରା ପୋଖରୀରେ ଆସି କ୍ଳାନ୍ତ ହୋଇ ଶୋଇପଡ଼ିଥିଲା। ସକାଳୁ ଉଠି ଦେଖିଲା ପାଣି କମିଯାଇଛି। ସେଥିପାଇଁ ସେ ଏଠି ଅଟକି ଯାଇଛି। ଆର ବନ୍ୟା ନ ଆସିବା ପର୍ଯ୍ୟନ୍ତ ସିଏ ତ ତାର ଘରକୁ ଫେରି ପାରିବନି। ଓହୋ, ଏମିତି ହୋଇଗଲା। ଏଇଟା ତ ବଡ଼ ମୁସ୍କିଲ କଥା। ମୁସ୍କିଲ କ'ଣ ପାଇଁ? ଆଉ ଏବେ ତ କୁମ୍ଭୀର ପାଇଁ ଖାଇବା ଯୋଗାଡ଼ କରିବାକୁ ପଡ଼ିବ। ହେଲେ ଆମେ ଏତେ ଛୋଟ ଜୀବ ହୋଇ ଏତେ ବଡ଼ କୁମ୍ଭୀର ପାଇଁ ଆମେ କେମିତି ଖାଇବା ଯୋଗାଡ଼ କରିବା ଯେ? ତୁମେ ଏମିତି କ'ଣ କହୁଛ ନୀଳପକ୍ଷୀ? ସିଏ ତ ବିଚରା ଆମ ଜଙ୍ଗଲର ଅତିଥି। ସିଏ କ'ଣ ଭାବିବେ? ମୁଁ କ'ଣ ତୁମକୁ କହିଛି କି ତାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କର ବୋଲି? ତୁମେ ଆମକୁ ଖାଦ୍ୟ ଉପହାର ଦେବ ବୋଲି ଭାବିଲେ ତୁମକୁ ଡାକି କ'ଣ ଖାଦ୍ୟ କଥା କହିବି? ଓହୋ, ରାଗୁଛ କ'ଣ ପାଇଁ? ଏତେ ସୁନ୍ଦର ସକାଳ, ମୁଁ ତୁମ ସହିତ ଟିକେ ମଜା କରୁଥିଲି। ବିଚରା କୁମ୍ଭୀର ବିପଦରେ ପଡ଼ିଛି, ଆଉ ତୁମେ ଏହି ସମୟରେ ଥଟ୍ଟା ମଜା କରୁଛ? ଓହୋ, ମୋର ଭୁଲ ହୋଇଯାଇଛି। ତ ବନ୍ଧୁ, ମୋତେ ଏଠିକି କ'ଣ ପାଇଁ ଡାକିଛ? ମୁଁ କ'ଣ କରିପାରିବି? କୁମ୍ଭୀରର ବାପା ମା ବଡ଼ ନଦୀରେ। ତୁମେ ଉଡ଼ିଯାଇ ତାଙ୍କୁ କହିଦେଇ ଆସ କି
କୁମ୍ଭୀର ବଢ଼ିରେ ଭାସି ଆସି ଆସି ଏଠାରେ ଅଟକି ଯାଇଛି। ସେଠିକି ଏବେ ଆଉ ସେ ଫେରି ପାରିବନି। ଓହୋ, ଏଇ କଥା। ମୁଁ ଏବେ ଯାଇ କୁମ୍ଭୀରର ବାପା ମାଆଙ୍କୁ ଖବରଟା ଦେଇ ଆସିବି। ଏହା କହି ନୀଳପକ୍ଷୀ ସେଠାରୁ ଉଡ଼ି ଚାଲିଗଲା। ଉଡ଼ି ଉଡ଼ି ଆସି ସେହି ବଡ଼ ନଦୀରେ ପହଞ୍ଚି କହିଲା, କୁମ୍ଭୀର, ଓ କୁମ୍ଭୀର, କୁମ୍ଭୀର, ଆରେ ଓ କୁମ୍ଭୀର। ତ ସାଙ୍ଗେ ସାଙ୍ଗେ ଗୋଟିଏ କୁମ୍ଭୀର ସେଠାରେ ଆସି ପହଞ୍ଚିଲା। କ'ଣ ପାଇଁ ଡାକୁଛ? କ'ଣ ହେଇଛି? ଆଜି ମୁଁ ଆଉ କିଛି ତୁମର କାମ କରିପାରିବିନି। ଆଜି ଆମର ସବୁ ମନ ଖରାପ ଅଛି। କାହିଁକି? କ'ଣ ହେଇଛି କି ତୁମର? ଆମେ ଆମ ସନ୍ତାନକୁ କାଲିଠାରୁ ପାଉନୁ, ସେଥିପାଇଁ ଆମ ମନ ଖରାପ। ଓହୋ, ଏଇ କଥା। ମୁଁ ତୁମର ଛୁଆର ଖବର ଦେବା ପାଇଁ ଏଠାକୁ ଆସିଛି। ତୁମେ ସତ କହୁଛ? କ'ଣ ହେଇଛି ଆମ ଛୁଆର? ଆମ ଛୁଆ କେମିତି ଅଛି? କୁହ ମୋତେ ଶୀଘ୍ର ଶୀଘ୍ର। କହୁଛି। ସେଇ କଥା କହିବି ବୋଲି ତ ଏତେ ବାଟ ଉଡ଼ି ଉଡ଼ି ଆସିଛି। ହଁ, ତୁମର ଛୁଆ ଭଲ ଅଛି। ମୋତେ ଟିକେ ଆଗ ବିଶ୍ରାମ ନେବାକୁ ଦିଅ। ତାହେଲେ ଆଗେ ତୁମେ ବିଶ୍ରାମ ନିଅ। ମୁଁ ଏଇ ଖବରଟା ସମସ୍ତଙ୍କୁ ଦେଇ ଆସେ। ଏହା କହି କୁମ୍ଭୀରଟି ପାଣିର ଭିତରକୁ ଚାଲିଗଲା। କିଛି ସମୟ ପରେ ଅନେକ କୁମ୍ଭୀର ଏକା ସାଙ୍ଗେ ଉପରକୁ ଉଠି ଆସିଲେ। ଆମ ଛୁଆ ଏବେ କୋଉଠି? ଆଉ କେମିତି ଅଛି? କ'ଣ ହେଇଛି ତାର? କୁହ ଆମକୁ। ଆଉ ଧୈର୍ଯ୍ୟ ନାହିଁ। ଆମେ ଆମର ଛୁଆର ଖବର ଶୁଣିବା ପାଇଁ। ଗତକାଲିର ବନ୍ୟାରେ ଭାସି ଭାସି ଯାଇ ଆମ ଜଙ୍ଗଲରେ ପହଞ୍ଚି ଶୋଇପଡ଼ିଥିଲା। ସକାଳୁ ନିଦ ଭାଙ୍ଗିବା ପରେ ଦେଖିଲା ବନ୍ୟାର ପାଣି କମିଯାଇଛି। ଆଉ ସେ ଅଟକି ଯାଇଛି ଆମ ଜଙ୍ଗଲରେ ଥିବା ଗୋଟିଏ ପୋଖରୀରେ। ତୁମେମାନେ କିଛି ଚିନ୍ତା କରନି, ସେ ପୁରା ଭଲରେ ଅଛି। ଅମାବାସ୍ୟାର ଜୁଆର ଆଉ ଥରେ ଆସିଲେ ନଦୀରେ ପାଣି ଆଉ ଥରେ ବଢ଼ିବ। ଆଉ ସେ ସେତିକି ବେଳେ ତୁମ ପାଖକୁ ପୁଣି ଫେରି ଆସିବ। ତୁମେ ବହୁତ ଭଲ। ଜାଣିଛ, ଆମେ ବହୁତ ଚିନ୍ତା କରୁଥିଲୁ। କାଲିଠାରୁ ଆମେମାନେ କିଛି ବି ହେଲେ ଖାଇନାହୁଁ। ତୁମେ ଆମର ଚିନ୍ତାମୁକ୍ତ କଲ। ଆଉ ସେପଟେ କୁମ୍ଭୀରଟି ମନ ଖରାପ କରି ପୋଖରୀରେ ଅଛି। ଏହି ସମୟରେ ବେଙ୍ଗଟି କୁମ୍ଭୀର ପାଖକୁ ଆସି କହିଲା, କ'ଣ ହେଇଛି? ଏମିତି ମନ ଖରାପ କରିଛ କ'ଣ ପାଇଁ? ଘର କଥା ମନେ ପଡ଼ୁଛି ବୋଧେ? ହଁ ଯେ, ହେଲେ ନୀଳପକ୍ଷୀ ତ ଏପର୍ଯ୍ୟନ୍ତ ଫେରିଲା ନାହିଁ। ସିଏ ସତରେ ଯାଇଛି ତ ମୋର ବାପା ମାଆଙ୍କ ପାଖକୁ? ତୁମେ ଅଯଥାଟାରେ ଚିନ୍ତା କରୁଛ। ନୀଳପକ୍ଷୀ ଟିକେ ଦୁଷ୍ଟ, ହେଲେ ତାର ମନଟା ବହୁତ ଭଲ। ସେ କେବେ ବି ମିଛ କଥା କହିବନି। ତୁମେ କିଛି ଚିନ୍ତା କରନି। ସେ ଠିକ୍ ଭାବରେ ତୁମ ବାପା ମାଆଙ୍କ ପାଖରେ ତୁମର ଖବର ଦେଇ ନିଶ୍ଚୟ ଫେରି ଆସିବ। ମୋର ସମୟଟା ଏବେ ପୁରା ଖରାପରେ ଯାଉଛି। କେତେ ସମୟ ଆଉ ଏଠାରେ ଏମିତି ଏକା ଏକା ରହିବାକୁ ପଡ଼ିବ? କାହିଁକି? ମୁଁ ଅଛି ନା ତୁମ ସହିତ। ତୁମେ କ'ଣ ଏବେ ପର୍ଯ୍ୟନ୍ତ ବି ମୋତେ ବନ୍ଧୁ ବୋଲି ଭାବିନ କି? ନା, ସେମିତି କିଛି ନୁହେଁ। ମୁଁ ତୁମକୁ କେମିତି ଭାବରେ କହିବି ଭାବି ପାରୁନାହିଁ। ଏହି ସମୟରେ ନୀଳପକ୍ଷୀଟି ସେଠାରେ ଆସି ପହଞ୍ଚିଲା। କୁମ୍ଭୀର ନୀଳପକ୍ଷୀକୁ ଦେଖି ଖୁସି ହୋଇ କହିଲା, ନୀଳପକ୍ଷୀ, ମୋର ମା' ସହିତ ଦେଖା ହେଇଛି କି ତୁମର? କ'ଣ କହିଲା ସେ ତୁମକୁ? ମୋ ପାଇଁ ସେ ବହୁତ କନ୍ଦାକଟା କରୁଛି ନା? କୁହ ନୀଳପକ୍ଷୀ, କେମିତି ଅଛନ୍ତି ସେମାନେ? ଆରେ ରୁହ, ତୁମର ବାପା ମା ଆଉ ସମସ୍ତେ ଭଲରେ ଅଛନ୍ତି। ତୁମ ପାଇଁ ତାଙ୍କ ସମସ୍ତଙ୍କର ମନଟା ଖରାପ ହୋଇଯାଇଥିଲା। ସମସ୍ତଙ୍କର ଖାଇବା ପିଇବା ବି ବନ୍ଦ ହୋଇଯାଇଥିଲା। ମୁଁ ଯାଇ ଖବର ଦେବାରୁ ତାଙ୍କର ଟିକେ ଦୁଶ୍ଚିନ୍ତା କମିଛି। ତୁମେ କିଛି ଚିନ୍ତା କରନି। ଦେଖିଲ କୁମ୍ଭୀର, ତୁମେ ଖାଲିଟାରେ ଚିନ୍ତା କରୁଥିଲ। ନୀଳପକ୍ଷୀ ଠିକ୍ ତୁମର ଖବର ନେଇ ସେଠାରେ ପହଞ୍ଚିଛି। ତୁମର ଏହି ଉପକାର ମୁଁ କେବେ ବି ଭୁଲି ପାରିବି ନାହିଁ। ତୁମକୁ ବହୁତ ବହୁତ ଧନ୍ୟବାଦ ନୀଳପକ୍ଷୀ। ତୁମେ ମୋ ପାଇଁ ବହୁତ କଷ୍ଟ କରିଛ। ରୁହ, ଏତେ ଆଉ କୃତଜ୍ଞ ହୁଅନି। ତୁମେ ଆମର ନୂଆ ବନ୍ଧୁ। ନୂଆ ବନ୍ଧୁଙ୍କ ପାଇଁ ଏଇଟା କ'ଣ ଗୋଟେ କାମ? ଆମେ ବି ତୁମ ପରି ବନ୍ଧୁ ପାଇ
ବହୁତ ଖୁସି ଅଛୁ କୁମ୍ଭୀର। ହେଲେ ବନ୍ଧୁ, ମୁଁ ଯେ ବହୁତ ବଡ଼ ବିପଦରେ ଅଛି। କେମିତି ଯେ କହିବି ସେ କଥାଟା ତୁମ ପାଖରେ। କ'ଣ ହେଇଛି ବନ୍ଧୁ? ଆମକୁ କୁହ, କୁହ କୁହ। ବନ୍ଧୁ, ମୁଁ କାଲି ରାତିରୁ କିଛି ବି ହେଲେ ଖାଇନି। ତୁମେ ତ ମୋ ପାଇଁ କିଛି ଖାଇବା ଆଣିପାରିବନି ନା? ମୋତେ ବହୁତ ଜୋରେ ଭୋକ ଲାଗିଲାଣି। ନୀଳପକ୍ଷୀ, ଏଇଟା ତ ଗୋଟେ ପୁରା ଚିନ୍ତାର ବିଷୟ। ମୁଁ ତ କୁମ୍ଭୀର ପାଇଁ କିଛି ବି ହେଲେ ଖାଦ୍ୟ ଆଣିପାରିବିନି। ମୁଁ ତ ହେଲି ଛୋଟ ଜୀବ। ହଁ, ତୁମେ ତ ପୁରା ଠିକ୍ କହିଛ। ଏବେ ତାହେଲେ କ'ଣ କରିବା? ଆଚ୍ଛା ନୀଳପକ୍ଷୀ, ଶିଆଳ ବନ୍ଧୁକୁ ଖବର ଦେଲେ କେମିତି ହେବ? ସିଏ ତ କୁମ୍ଭୀର ପାଇଁ ଖାଦ୍ୟ ଆଣିପାରିବେ ନା? ଆଚ୍ଛା ନୀଳପକ୍ଷୀ, ଶିଆଳ ବନ୍ଧୁକୁ ଖବର ଦେଲେ କେମିତି ହେବ? ସିଏ ତ କୁମ୍ଭୀର ପାଇଁ ଖାଦ୍ୟ ଆଣିପାରିବେ ନା? ସତରେ ତ, ଶିଆଳ ବନ୍ଧୁର କଥା ତ ମୋର ମନେ ହିଁ ନଥିଲା। ନୀଳପକ୍ଷୀ, ତୁମେ ଏବେ ଉଡ଼ିଯାଇ ଶିଆଳ ବନ୍ଧୁକୁ ଖୋଜି ବାହାର କରି ଏଠାକୁ ନେଇ ଆସ। ମୁଁ ଏବେ ଯାଉଛି, ତୁମେ କିଛି ଚିନ୍ତା କରନି। ଏହା କହି ନୀଳପକ୍ଷୀ ସେଠାରୁ ଉଡ଼ିଗଲା ଶିଆଳକୁ ଖୋଜିବାକୁ। କୁମ୍ଭୀର ବନ୍ଧୁ, ତୁମେ ଜମାରୁ ବ୍ୟସ୍ତ ହୁଅନି। ତୁମ ପାଇଁ ଖାଦ୍ୟର ବ୍ୟବସ୍ଥା କିଛି ନା କିଛି ହେବ। ତୁମକୁ ମୁଁ କ'ଣ କହି ଯେ ଧନ୍ୟବାଦ ଦେବି ତାହା ମୁଁ ବୁଝିପାରୁନି। ନା ନା ବନ୍ଧୁ, ତୁମେ ଧନ୍ୟବାଦ ଜଣାଇବା କିଛି ଦରକାର ନାହିଁ। ବନ୍ଧୁ ତ ବନ୍ଧୁ ପାଇଁ ଅନେକ କିଛି କରିପାରେ। ଆମେ ତ ତୁମ ପାଇଁ ସେମିତି କିଛି ବି ହେଲେ କରିନୁ। ଏପଟେ ନୀଳପକ୍ଷୀ ଜଙ୍ଗଲରେ ଉଡ଼ି ଉଡ଼ି ଶିଆଳକୁ ଖୋଜିବାରେ ଲାଗିଛି। ଶିଆଳ ବନ୍ଧୁ, ଶିଆଳ ବନ୍ଧୁ, ଓ ଶିଆଳ ବନ୍ଧୁ, ଆଜି କ'ଣ ହେଇଛି? ଶିଆଳର କ'ଣ ଦେଖା ହିଁ ମିଳୁନାହିଁ? ଶିଆଳ ବନ୍ଧୁ, ଓ ଶିଆଳ ବନ୍ଧୁ। ଏହି ସମୟରେ ଶିଆଳ ଗୋଟିଏ ବୁଦା ପାଖରୁ ବାହାରିଲା। ଆରେ କ'ଣ ହେଲା ବନ୍ଧୁ ନୀଳପକ୍ଷୀ? ଏତେ ସକାଳୁ ସକାଳୁ ମୋତେ ଖୋଜୁଛ କ'ଣ ପାଇଁ? କିଛି ସମସ୍ୟା ହେଇନି ତ? ସକାଳ ମାନେ ଦ୍ୱିପହର ହେବାକୁ ବସିଲାଣି, ଆଉ ତୁମେ କହୁଛ ସକାଳ? କାଲି ରାତିରେ ଟିକେ ଡେରିରେ ଶୋଇଥିଲି ତ, ତୁମ ଡାକ ଶୁଣି ନିଦ ଭାଙ୍ଗିଲା ଏବେ। ମୁଁ ଭାବିଲି ସକାଳ ହୋଇଛି ବୋଲି। ଓହୋ, ହଁ ଶୁଣ, ଏପଟେ କିନ୍ତୁ ଗୋଟେ କାଣ୍ଡ ହୋଇଯାଇଛି। କି କାଣ୍ଡ? କ'ଣ ହେଇଛି? ଶୀଘ୍ର ଶୀଘ୍ର କୁହ ମୋତେ। ସେଇ କଥା ତ ଜଣେଇବା ପାଇଁ ତୁମକୁ ଖୋଜି ଚାଲିଛି। ଓହୋ, ତାହେଲେ ଶୀଘ୍ର ଶୀଘ୍ର କୁହ ବନ୍ଧୁ। ମୁଁ ଧୈର୍ଯ୍ୟ ଧରି ପାରୁନି। କାଲିର ବନ୍ୟା ପାଣିରେ ଘଟଣାଟି ଘଟିଛି। କ'ଣ କହୁଛ? ବନ୍ୟା ପାଣିରେ ଘଟିଛି? କାଲି ତ କାହିଁ ମୋତେ କେହି କିଛି କହିନାହାନ୍ତି। ଆରେ ନୀଳପକ୍ଷୀ, କାହାର କ'ଣ ହେଇଛି? କୁହ ମୋତେ, ଶୀଘ୍ର ଶୀଘ୍ର କୁହ। ହଁ, ରୁହ ରୁହ, କହୁଛି ଶିଆଳ। କାଲି ରାତିରେ ବନ୍ୟାର ପାଣିରେ ଭାସି ଭାସି ଗୋଟିଏ କୁମ୍ଭୀର ଛୁଆ ଗଛ ତଳେ ଥିବା ପୋଖରୀରେ ପଡ଼ିଯାଇଛି। ବିଚରା କ୍ଳାନ୍ତ ହୋଇ ଶୋଇ ପଡ଼ିଥିଲା ସେଠାରେ। ସକାଳୁ ଉଠି ଦେଖିଲା ପାଣି କମିଯାଇଛି। ଛୋଟ କୁମ୍ଭୀରଟା କୁଆଡ଼େ ବା ଯିବ ଜାଣିପାରୁନାହିଁ। ପୁରା ମୁସ୍କିଲର କଥା ତ। କ'ଣ କରିବାକୁ ପଡ଼ିବ ତାହେଲେ ମୋତେ? କୁମ୍ଭୀର ଛୁଆର କଥା ଶୁଣି ଶିଆଳର ମୁହଁରୁ ଲାଳ ବୋହିବାକୁ ଲାଗିଲା। ତାପରେ ସେ ମନେ ମନେ କହିଲା, କେବେ ବି ତ ମୁଁ କୁମ୍ଭୀରର ମାଂସ ଖାଇନି। କେତେ ଭଲ ହୁଅନ୍ତା କୁମ୍ଭୀରର ମାଂସ ଖାଇବାକୁ ପାଇଗଲେ। କ'ଣ ଭାବୁଛ ଶିଆଳ ବନ୍ଧୁ? ନା ନା, ସେମିତି କିଛି ନୁହଁ। ଆଚ୍ଛା ଶିଆଳ, କେମିତି କ'ଣ କଲେ ତାକୁ ବଡ଼ ନଦୀରେ ପହଞ୍ଚେଇ ପାରନ୍ତେ? ଆଚ୍ଛା ନୀଳପକ୍ଷୀ, କୁମ୍ଭୀରର ଆକାରଟା କ'ଣ ମୋ ଶରୀର ଠାରୁ ବଡ଼? ମୁଁ କ'ଣ ତାକୁ ମୁହଁରେ ଧରି ତାକୁ ନେଇପାରିବି? ଆରେ ନା ନା, ତାର ଶରୀରଟା ତୁମଠାରୁ ବଡ଼। ବଡ଼ ପ୍ରାଣୀର ଛୁଆର ଶରୀର ତ ବଡ଼ ହିଁ ହେବ ନା। ତାହେଲେ ତ ମୁସ୍କିଲ ହୋଇଗଲା। ଆଚ୍ଛା, ସିଏ କ'ଣ ମୋ ପିଠିରେ ବସି ଯାଇପାରିବ? ନହେଲେ ମୁଁ ତାକୁ କଷ୍ଟ କରି ମୋ ପିଠିରେ ବସେଇ
ବଡ଼ ନଦୀରେ ଛାଡ଼ି ଦେଇ ଆସନ୍ତି। ନା ନା ବନ୍ଧୁ, ସେମିତି ପାରିବନି ତୁମେ। ତା ନହେଲେ ମୁଁ କ'ଣ କରିପାରିବି ତା ପାଇଁ? ମୋତେ ତମେ ତାହେଲେ କ'ଣ ପାଇଁ ଖୋଜୁଥିଲ? ହଁ ଶୁଣ, ବନ୍ଧୁ କୁମ୍ଭୀର ବହୁତ ଭୋକରେ ଅଛି। ତା ପାଇଁ ଖାଦ୍ୟ ଯୋଗାଡ଼ କରିବା ଦରକାର। ମୁଁ ତ ହେଲି ଛୋଟ, ତୁମେ ଗୋଟେ କିଛି କର। ଓହୋ, ଆଚ୍ଛା, ତାହେଲେ ଏଇ କଥା। ଖାଇବା ଯୋଗାଡ଼ କରିବାକୁ ପଡ଼ିବ। ଠିକ୍ ଅଛି, ତୁମେ ଯାଅ, ଦେଖୁଛି ମୁଁ କ'ଣ କରିପାରିବି। ଶୀଘ୍ର ଶୀଘ୍ର କିଛି ଗୋଟେ କର ବନ୍ଧୁ, ସିଏ କାଲିଠାରୁ କିଛି ବି ନ ଖାଇଅଛି। ଏହା କହି ନୀଳ ପକ୍ଷୀଟି ସେଠାରୁ ଚାଲିଗଲା। ଶିଆଳ ଏକା ଏକା ଚାଲିଥାଏ ଆଉ କିଛି ଗୋଟେ ଚିନ୍ତା କରୁଥାଏ। କ'ଣ କରିବି, କ'ଣ କରିବି? କେମିତି ଯେ ସେ କୁମ୍ଭୀରକୁ ଖାଇବି? ଶିଆଳଟି ଏହିପରି ଭାବୁଥାଏ। କୁମ୍ଭୀରକୁ ଖାଇବ ବୋଲି ପାଟିରୁ ତାର ଲାଳ ଝରିବାକୁ ଲାଗିଲାଣି। ଏହି କୁମ୍ଭୀର ମାଂସ ଖାଇବି ବୋଲି ମୋର ଜିଭରେ ପାଣି ଆସିଯାଉଛି। ଯାହା ବି ହେଉ, କୁମ୍ଭୀରର ମାଂସର ସ୍ୱାଦ ମୋତେ ଖାଇବାକୁ ପଡ଼ିବ। ଶିଆଳ ଚାଲୁଥାଏ ଆଉ ଭାବୁଥାଏ। ପ୍ରଥମେ ନୀଳପକ୍ଷୀ ଓ କୁମ୍ଭୀର ପାଖରେ ବିଶ୍ୱାସ ଜନ୍ମେଇବାକୁ ପଡ଼ିବ, ଯେମିତି ସିଏ ମୋତେ ସନ୍ଦେହ ନ କରିପାରନ୍ତି। ଆଗ କୁମ୍ଭୀରର ଛୁଆ ପାଇଁ କିଛି ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ। ଖାଦ୍ୟଟା ନେଇ ତାଙ୍କ ସାମ୍ନାରେ ହାଜିର ହୁଏ ଆଗ, ତାପରେ ସୁଯୋଗ ଦେଖି ଯାହା କରିବି। ଏପଟେ ବେଙ୍ଗ, ନୀଳପକ୍ଷୀ ଓ କୁମ୍ଭୀର ଶିଆଳକୁ ଅପେକ୍ଷା କରି ରହିଥାନ୍ତି। ବେଙ୍ଗଟି ଇଆଡ଼ୁ ସିଆଡ଼ୁ କଥା କହି କୁମ୍ଭୀରର ମନକୁ ଭଲ ରଖୁଥାଏ। କୁମ୍ଭୀର ବନ୍ଧୁ, ତୁମର ଛୋଟ ଭଉଣୀର କଥା ଆମକୁ କିଛି କୁହ। ମୋର ଛୋଟ ଭଉଣୀ ମୋ ଠାରୁ 2 ବର୍ଷ ସାନ। ସିଏ ସବୁବେଳେ ମା ସହିତ ବୁଲୁଥାଏ। ଜାଣିଛ, ସିଏ ଏପର୍ଯ୍ୟନ୍ତ ବି ଶିକାର କରିବା ଶିଖିନି। ଏଇ କଥା କହି କୁମ୍ଭୀରର ମନଟା ପୁରା ଖରାପ ହୋଇଗଲା। ଓହୋ, ମନ ଖରାପ କରନି କୁମ୍ଭୀର। ଘର କଥା ତୁମର ମନେ ପଡ଼ୁଛି, ଏ କଥା ଆମେ ବୁଝିପାରୁଛୁ। ହେଲେ ତୁମର ବାପା ମା ତୁମ କଥା ଶୁଣି ଟିକେ ଭଲରେ ଅଛନ୍ତି। ତୁମେ ଆଉ ସବୁବେଳେ ମନ ଦୁଃଖ କରି ରୁହନି, ବୁଝିଲ? ନା ନା, ପରିବାର କଥା ମୁଁ ଭାବୁନି। ମୋର ଟିକେ ମୋ ଛୋଟ ଭଉଣୀର କଥା ମନେ ପଡ଼ିଗଲା ତ। ତାକୁ ଶିକାର କରି ଆସେନି। ମୁଁ ଛୋଟ ମାଛ ଶିକାର କରି ଏକା ଖାଏନି, ତାକୁ ଆମେ ଭାଗ କରିକି ହିଁ ଖାଉ। ଆଉ ଏବେ ତ ସିଏ ଛୋଟ ମାଛ ଆଉ ଖାଉନଥିବ। ମା ତ ବଡ଼ ମାଛ ଶିକାର କରେ, ସିଏ ଖାଲି ବଡ଼ ମାଛ ହିଁ ଖାଉଥିବ। ଓହୋ, ଏଇ କଥା। ବନ୍ଧୁ କୁମ୍ଭୀର, ତୁମେ ଯୋଉଦିନ ଏଠାରୁ ଫେରିଯିବ, ସେଇଦିନ ବହୁତ ଛୋଟ ଛୋଟ ମାଛ ଶିକାର କରି ତା ପାଇଁ ନେଇକି ଯିବ, ହେଲା? ହଁ ହଁ, ନେଇକି ହିଁ ଯିବି। ଆଉ ଏପଟେ ଶିଆଳ ତାର ଶିକାର ଖୋଜି ଚାଲିଛି। ଓହୋ, ଖାଲି ପେଟରେ ଶିକାର ଖୋଜିବା ବହୁତ କଷ୍ଟ। ନୀଳପକ୍ଷୀ ଡାକିଲା ତ ମୁଁ ଘରେ ଥିବା ଖାଦ୍ୟ କିଛି ନ ଖାଇ ବାହାରି ପଡ଼ିଲି। ଏବେ ମୋର ପେଟ ଭୋକରେ କଁ କଁ ହେଲାଣି। କେମିତି ଯେ କୁମ୍ଭୀରର ମାଂସ ଖାଇବାକୁ ଇଚ୍ଛା ହେଲା, ନହେଲେ ନୀଳପକ୍ଷୀକୁ ନାଁ କରିଦେଇଥିଲେ ଭଲ ହୋଇଥାନ୍ତା। ଶିଆଳ ଏସବୁ କଥା ଭାବୁଥାଏ ଆଉ ଜଙ୍ଗଲରେ ଆଗକୁ ଆଗକୁ ଚାଲିଥାଏ। ଯାଉ ଯାଉ ସେ ଦେଖିବାକୁ ପାଇଲା ଗୋଟିଏ ବାଘକୁ। ବାଘଟି ଗୋଟିଏ ଗଛର ତଳେ ବସିଥିଲା। ବାଘକୁ ଦେଖି ଶିଆଳର ମୁଣ୍ଡକୁ ଗୋଟିଏ ବୁଦ୍ଧି ଆସିଲା। ଶିଆଳ ସାଙ୍ଗେ ସାଙ୍ଗେ ବାଘ ପାଖକୁ ଆସିଲା। ଆରେ ବାଘ ମାମୁଁ, ଏ ସମୟରେ ବସିଅଛ ଯେ? ଏବେ ତ ଆହାର ଖିଆ ସରିଲା, ତ ଟିକେ ଘୁମେଇଥିଲି। ଓହୋ, ଏଇ କଥା। ହେଲେ ଏପଟେ କିନ୍ତୁ ଗୋଟେ କାଣ୍ଡ ଘଟିଗଲାଣି। କି କାଣ୍ଡରେ ଭଣଜା? ତୁ ଆଉ ବାହା ପାହା ହୋଇଯାଇନୁ ତ? ଶିଆଳ ଟିକେ ଲାଜେଇ ଗଲା ଆଉ କହିଲା, କ'ଣ ଯେ କହୁଛ ମାମୁଁ? ମୋର ବାହାଘର ହେବ ଆଉ ତୁମେ ଜାଣିବନି? ସେଇ କଥା ତ ମୁଁ ଜାଣିପାରୁନି ଏତେ ଦିନ। ନହେଲେ ଏ ଜଙ୍ଗଲରେ ଆଉ କି କାଣ୍ଡ ଘଟିବ? ଗୋଟିଏ କୁମ୍ଭୀର ଛୁଆ କାଲି ରାତିର ବନ୍ୟାରେ ଭାସି ଆସି ସେ ପୋଖରୀରେ ରହିଯାଇଛି। ଓହୋ, ତୁ ଏ କଥାଟା ତ
ମତେ ଆଗରୁ କାହିଁକି କହିନୁ ତ? ମତେ ଭୋକ ହେଲାରୁ ମୁଁ 4 ଦିନ ତଳର ବାସି ମାଂସ ଖାଇଲି। ଧେତ୍, ମାଂସଗୁଡ଼ା ପୁରା ଖରାପ ହୋଇଯାଇଥିଲା ପରି ଲାଗୁଥିଲା। ଆରେ ବାଘ ମାମୁଁ, ତାହେଲେ ଏବେ କ'ଣ କରିବା? କ'ଣ ଆଉ କରିବା? ତାକୁ ରଖିଥା। ଭୋକ ଲାଗିଲେ ତାକୁ ଆମେ ଅଏସ୍ କରିକି ଖାଇବା। ହଁ ଯେ, ଖାଇବ ତ, ହେଲେ ସମସ୍ୟାଟା ଟିକେ ରହିଯାଇଛି। ସମସ୍ୟା? ପୁଣି କ'ଣ ସମସ୍ୟା? ମାମୁଁ, କୁମ୍ଭୀର ଛୁଆକୁ ତ ତମେ ଖାଇପାରିବ ନାହିଁ। ବାଘ ତାପରେ ରାଗିଯାଇ କହିଲା, କ'ଣ ପାଇଁ? କ'ଣ ପାଇଁ ମୁଁ ଖାଇପାରିବିନି? କାରଣ ନୀଳପକ୍ଷୀ ଓ ବେଙ୍ଗ କୁମ୍ଭୀର ସହିତ ବନ୍ଧୁ ହୋଇଯାଇଛନ୍ତି। ଏବେ ତ ତୁମେ ଆଉ ଜଙ୍ଗଲର ନିୟମ ଭାଙ୍ଗି ପାରିବନି ନା। ସିଂହ ରାଜା ଯଦି ଜାଣିବେ ତୁମେ ଜଙ୍ଗଲର କୌଣସି ଅତିଥିଙ୍କୁ ହତ୍ୟା କରିଛ, ତାହେଲେ ଜଙ୍ଗଲର ଆଇନ ଅନୁସାରେ ତୁମକୁ ଅଲଗା କରିଦିଆଯାଇପାରେ। ଏଇ ନୀଳପକ୍ଷୀ ଓ ବେଙ୍ଗର କ'ଣ କିଛି କାମ ନାହିଁ ନା କ'ଣ? ସେମାନେ ଅଯଥାଠାରେ କୁମ୍ଭୀର ଛୁଆ ସହିତ ବନ୍ଧୁ ହେଉଥିଲେ କ'ଣ ପାଇଁ? ଯାହା ତ ହେବା କଥା ତାହା ତ ହୋଇଯାଇଛି ମାମୁଁ। ଏବେ ସେ କୁମ୍ଭୀର ଛୁଆଟାକୁ କେମିତି ଖାଇବା ସେ କଥାଟା ଟିକେ ଭାବ। ଭାବିକି ଆଉ କ'ଣ ଲାଭ ଯେ? ଜଙ୍ଗଲର ନିୟମ ତ ମାନିବାକୁ ପଡ଼ିବ ନା। ଛାଡ଼ିଦେ ଏସବୁ ଚିନ୍ତା। ଶିଆଳ ଦେଖିଲା ବାଘ ଓହରି ଯାଉଛି। ସେ ଭାବିଲା ବାଘକୁ ନ ପଟେଇଲେ କୁମ୍ଭୀରର ମାଂସ ଖାଇବା ଇଚ୍ଛାଟା ତ ପୂରଣ ହିଁ ହବନି। ମାମୁଁ, ଯଦି କିଛି ନ ଭାବିବ ତାହେଲେ ଗୋଟେ କଥା କହିବି। ହଁ, କହୁନୁ, କହ। ଏତେ ସଂକୋଚ କାହିଁକି କରୁଛୁ? ତୁମେ କୁମ୍ଭୀରର ମାଂସ କେବେ ଖାଇଛ କି? ନା, ଖାଇନି। ମାମୁଁ, ମୁଁ ବି ଖାଇନି। ହେଲେ କୁମ୍ଭୀର ଛୁଆର ନାଁ ଶୁଣି ମୁଁ ମୋ ପାଟିର ଲାଳକୁ ରୋକି ପାରୁନି। ତାହା ତ ବୁଝିଲି, ହେଲେ ଉପାୟ ତ ନାହିଁ। ଶିଆଳ ବାଘକୁ ଟିକେ ପଟେଇ ପାରିଛି। ସେଇ ଖୁସିରେ ଆଗ୍ରହରେ ସେ କହିଲା, ଓ ମାମୁଁ, କିଛି ଗୋଟେ ଭାବନା। ହାତରେ ଏତେ ବଡ଼ ଗୋଟେ ସୁଯୋଗ ପାଇ ଛାଡ଼ିଦବା କେମିତି ଯେ? ତୁମ ନାତି ନାତୁଣୀ ଯଦି କହିବେ କୁମ୍ଭୀରର ମାଂସ ଖାଇନ, ତାହେଲେ ଲାଜ ଲାଗିବନି ତୁମକୁ? ତୁ ତ ଠିକ୍ କହିଛୁ ଭଣଜା। ଆଗ ପିଲାଙ୍କ ପାଖରେ ଇଜ୍ଜତ ରହିବା କଥା। ତୁ ତ ହେଲୁ ଶିଆଳ ପଣ୍ଡିତ। ତୁ କିଛି ଭାବନା ଭଣଜା। ମାମୁଁ, ନୀଳପକ୍ଷୀ ଆସିଥିଲା ମୋ ପାଖକୁ। କୁମ୍ଭୀର ଛୁଆ ପାଇଁ ଖାଦ୍ୟ ନେବା ପାଇଁ ହବ ଏବେ। ମୁଁ କ'ଣ କହୁଛି କି, କିଛି ଖାଇବା ଦିଅ। କୁମ୍ଭୀର ଛୁଆକୁ ଖାଦ୍ୟ ଦେଇ ତା ସହିତ ଆଗ ବନ୍ଧୁ ହୋଇଯିବା। ତାପରେ ନୀଳପକ୍ଷୀ ଓ ବେଙ୍ଗକୁ ମ୍ୟାନେଜ କରି କୁମ୍ଭୀର ଛୁଆକୁ ତୁମ ପିଠିରେ ନେବା ପାଇଁ ତୁମକୁ ଅନୁରୋଧ କରି ପହଞ୍ଚେଇବା ପାଇଁ କହିବା। ତାପରେ ସେଇ ସୁଯୋଗରେ ତାକୁ ଆମେ 2 ଜଣ ଯାକ ଆରାମରେ ଅଏସ୍ କରି ଖାଇବାର ସୁଯୋଗ ନେବା। ତୁ ତ ଅସଲରେ ପଣ୍ଡିତ ହିଁ ଶିଆଳ। ତୋର ମୁଣ୍ଡରେ ଏତେ ବୁଦ୍ଧି? ବାଃ ବାଃ, ବଢ଼ିଆ କହିଛୁ ତୁ। ତୁମ ଭଣଜାର କଥା ମାମୁଁ। ତୁ ଏହି ସମୟରେ ହିଁ ଜଲ୍ଦି ଯା କୁମ୍ଭୀର ଛୁଆ ପାଇଁ ଖାଦ୍ୟ ନେଇକି। କୁମ୍ଭୀର ଛୁଆ ଖାଦ୍ୟ ଖାଇଲା ପରେ ଶୀଘ୍ର ଶୀଘ୍ର ନୀଳପକ୍ଷୀ ଓ ବେଙ୍ଗକୁ କୌଣସି ପ୍ରକାରେ ରାଜି କରା। ଆଚ୍ଛା ମାମୁଁ, ମୁଁ ଏବେ ହିଁ ଯାଉଛି। ବାଘ ତାପରେ ଶିଆଳକୁ ଖଣ୍ଡେ ମାଂସ ଦେଲା। ଶିଆଳଟି ସେଇ ପୋଖରୀ ପାଖକୁ ଯିବାକୁ ବାହାରି ପଡ଼ିଲା। କୁମ୍ଭୀରଟି ଖାଦ୍ୟ ଖାଇ ଟିକେ ରେଷ୍ଟ ନେଉଛି। ପୋଖରୀ ପାଖରେ ନୀଳପକ୍ଷୀ, ବେଙ୍ଗ ଓ ଶିଆଳ ବସିଛନ୍ତି କୁମ୍ଭୀର ଛୁଆକୁ ଜଗିକି। ଆହା, କି ଶାନ୍ତି ପାଇଲି। ଭୋକରେ ମୋର ଜ୍ଞାନ ହଜି ଯାଇଥିଲା। ଆହା, ବିଚରା କେତେ ଦୂର ଚାଲି ଆସିଛି ତାର ପରିବାରକୁ ଛାଡ଼ିକି। ସେ କାହାକୁ ନ ପାଇ କେତେ ଅସହାୟ ହୋଇପଡ଼ିଛି। ତୁମେ କିଛି ଭାବନି ଛୁଆ, ଆମେ ତ ତୁମର ଆପଣାର ନା। ଆଉ ତ ମାତ୍ର 2 ଦିନ, ତାପରେ ଅମାବାସ୍ୟା, ତାପରେ ଜୁଆରର ପାଣି ବଢ଼ି ଆସିବ। ତାପରେ ତ ତୁମେ ଆରାମରେ ଯାଇପାରିବ ତୁମର ମା ପାଖକୁ। କ'ଣ ପାଇଁ 2 ଦିନ? 2 ଦିନ ପରେ କ'ଣ ପାଇଁ?
ଆଜି ଗଲେ ଅସୁବିଧା କ'ଣ ଅଛି? ଶିଆଳ ବନ୍ଧୁ, 2 ଦିନ ପରେ ଅମାବାସ୍ୟାରେ ତ ପାଣି ବଢ଼ିବ ନା, ତାପରେ କୁମ୍ଭୀର ବନ୍ଧୁ ଯାଇପାରିବେ। ନୀଳପକ୍ଷୀ ଓ ବେଙ୍ଗ, ଶୁଣ, ମୋ ମୁଣ୍ଡରେ ଗୋଟିଏ ବୁଦ୍ଧି ଆସିଛି। ଯଦି ମୋ ବୁଦ୍ଧି ଅନୁସାରେ କାମଟା ହୁଏ, ତାହେଲେ କୁମ୍ଭୀର ଆଜି ହିଁ ତାହାର ଘରକୁ ଫେରି ଯାଇପାରିବ। କୁମ୍ଭୀର ଶିଆଳର କଥା ଶୁଣି ଖୁସିରେ ନାଚି ଉଠିଲା। ଆଜି ହିଁ ଯିବାକୁ ଇଚ୍ଛା ହେଉଛି ମୋତେ। ମୋର ମୋ ଛୋଟ ଭଉଣୀର କଥା ଭାରି ମନେ ପଡ଼ୁଛି। ସେଇ କଥା ତ ମୁଁ କହୁଛି କୁମ୍ଭୀର, ତୁମେମାନେ ଯଦି ଚାହିଁବ ତାହେଲେ ଆଜି ପଠେଇ ଦେଇ ହେବ। କିନ୍ତୁ ସେଇଟା କେମିତି ଯେ ହେବ, କୁହ ତ ବନ୍ଧୁ ଶିଆଳ। କୁହ ଶିଆଳ ବନ୍ଧୁ, କୁହ, ଆଜି କେମିତି କୁମ୍ଭୀରକୁ ତାର ବାପା ମାଙ୍କ ପାଖକୁ ପଠେଇ ହେବ? ହଁ, ମୁଁ କ'ଣ କହୁଥିଲି କି, ବାଘ ମାମୁଁ ତ ହେଉଛି କୁମ୍ଭୀର ଠାରୁ ବହୁତ ବଡ଼। ବାଘ ମାମୁଁ ଚାହିଁଲେ ସିଏ ତାଙ୍କ ପିଠିରେ କୁମ୍ଭୀରକୁ ନେଇ ବଡ଼ ନଦୀରେ ଛାଡ଼ି ଦେଇ ଆସିବେ। ଆମେ ସମସ୍ତେ ମିଶି ଯଦି ବାଘ ମାମୁଁକୁ ଅନୁରୋଧ କରିବା, ତାହେଲେ ମାମୁଁ ଆମ ସମସ୍ତଙ୍କ କଥାକୁ କାଟି ପାରିବେନି। ବନ୍ଧୁ ଶିଆଳ, ତୁମେ ତ ବଢ଼ିଆ ପ୍ରସ୍ତାବ ଦେଇଛ, କିନ୍ତୁ କିନ୍ତୁ ପୁଣି କ'ଣ ବେଙ୍ଗ? ତୁମେ କ'ଣ ଚାହଁନି କୁମ୍ଭୀର ଆଜି ତାର ମା ପାଖକୁ ଫେରିଯାଉ ବୋଲି? ନା ନା, ସେମିତି କିଛି ନୁହେଁ ଶିଆଳ ବନ୍ଧୁ। ହେଲେ ବାଘ ମାମୁଁ ଯେ କେତେ ରାଗି, ସିଏ କ'ଣ ରାଜି ହେବେ କୁମ୍ଭୀରକୁ ପିଠିରେ ନେଇ ବଡ଼ ନଦୀରେ ଛାଡ଼ିକି ଆସିବା ପାଇଁ? ହଁ ହଁ, ବନ୍ଧୁ ଶିଆଳ, ବେଙ୍ଗ ଠିକ୍ କଥା ହିଁ କହୁଛନ୍ତି। ବାଘ ମାମୁଁ ତ କେତେ ରାଗି, ତାଙ୍କୁ କିଏ ରାଜି କରେଇବ? ଆରେ, ତୁମେ ଏତେ ଚିନ୍ତା କରୁଛ କ'ଣ ପାଇଁ? ବାଘ ଆମର ବଂଶର ମାମୁଁ। ଆମର ବି 4ଟି ପାଦ, ଆଉ ତାଙ୍କର ବି 4ଟି ପାଦ। ତାଙ୍କର ବି ଲାଞ୍ଜ ଅଛି, ଆଉ ଆମର ବି ଲାଞ୍ଜ ଅଛି। ବେଶୀ ବୁଦ୍ଧି କାରଣରୁ ବାଘର ଶରୀରଠାରୁ ଆମ ଶରୀରଟା ଟିକେ ଛୋଟ। ବାଘର ତ ସେମିତି କିଛି ବୁଦ୍ଧିସୁଦ୍ଧି ନାହିଁ, ଖାଲି ତ ଖାଇ ପିଇକି ଶୋଇ ଶୋଇ ଶରୀରଟା ଏତେ ବଡ଼। ଆମେ ଯାହା ଖାଉ, ବୁଦ୍ଧି ଖଟେଇ ଖଟେଇ ଆମର ସବୁ ଖାଦ୍ୟ ସରିଯାଏ। ସେଥିପାଇଁ ଆମେ ଟିକେ ଛୋଟ। ହଁ, ହେଇଥିବ। ତାହେଲେ ଶିଆଳ ବନ୍ଧୁ, ସେ କଥା ତ ଆମେ ବୁଝିଲୁ, ହେଲେ ବାଘ ମାମୁଁକୁ ବୁଝେଇବ କିଏ? ମୁଁ ଥାଉ ଥାଉ ତୁମର କ'ଣ ପାଇଁ ଚିନ୍ତା? ତାହେଲେ ବନ୍ଧୁ ଶିଆଳ, ଚାଲ ଏବେ ହିଁ ଯିବା ବାଘ ମାମୁଁ ପାଖକୁ। ତାଙ୍କୁ ରାଜି କରାଇ କୁମ୍ଭୀରକୁ ଆଜି ପହଞ୍ଚେଇ ଦେବା ତାଙ୍କ ବାପା ମାଙ୍କ ପାଖକୁ। ତାହେଲେ ଆଉ ଡେରି କରୁଛ କ'ଣ ପାଇଁ? ଚାଲ ଏବେ ବାଘ ମାମୁଁକୁ କହି ରାଜି କରେଇବା। ଶିଆଳ, ବେଙ୍ଗ ଓ ନୀଳପକ୍ଷୀ ବାହାରିଲେ ବାଘ ମାମୁଁ ପାଖକୁ। ଯେତେବେଳେ ବାଘ ମାମୁଁ ଓ ଶିଆଳ ସେସବୁ ବିଷୟରେ କଥା ହେଉଥିଲେ, ସେତେବେଳେ ଦୂରରେ ଥାଇ ଗୋଟିଏ ମହୁମାଛି ଏସବୁ ଶୁଣି ଦେଇଥାଏ। ସେମାନେ ବାଜ୍ୟ ଉପାୟ ବିଷୟରେ କଥା ହେଉଥିଲେ ବୋଲି। ମହୁମାଛିଟି ମନେ ମନେ ଚିନ୍ତା କଲା, ଏ କଥା ସିଂହ ରାଜାଙ୍କୁ ଜଣେଇବ ବୋଲି। ମହୁମାଛି ଉଡ଼ିଗଲା ସିଂହ ରାଜାଙ୍କ ପାଖକୁ। ମହୁମାଛିକୁ ଦେଖି ସିଂହ ରାଜା କହିଲେ, କିରେ ମହୁମାଛି, ବହୁ ଦିନ ହେଲା ତୋର କ'ଣ ଆଉ ଦେଖା ନାହିଁ? ରାଜା ମହାଶୟ, ଏହି ସମୟଟା ତ ଆମର ମହୁ ସଂଗ୍ରହ କରିବା ସମୟ, ତ ସେଥିପାଇଁ ମୁଁ ଟିକେ ବ୍ୟସ୍ତ ରହୁଛି। ଓହୋ, ତାହେଲେ କେତେ ମଧୁ ସଂଗ୍ରହ କଲଣି? କିଛି ସମସ୍ୟା ହୋଇନି ତ ମହୁ ସଂଗ୍ରହ କରିବା ପାଇଁ? ନା ନା ରାଜା ମହାଶୟ, କେହି କିଛି ଝାମେଲା କରୁନାହାନ୍ତି। ବହୁତ ବଢ଼ିଆ କଥା। ମିଳିମିଶି ରହିଲେ ହିଁ ଜଙ୍ଗଲର ମଙ୍ଗଳ ହେବ। ରାଜା ମହାଶୟ, ଜଙ୍ଗଲରେ କିଛି ବାଜ୍ୟ କାମ ଚାଲିଛି, ସେଇ କଥା କହିବି ବୋଲି ମୁଁ ତୁମ ପାଖକୁ ଆସିଛି। ବାଜ୍ୟ କାମ? କ'ଣ ସେ ଖରାପ କାମ? ମହୁମାଛି, ମୋତେ କୁହ ସାଙ୍ଗେ ସାଙ୍ଗେ, କିଏ ସବୁ ଆମ ଜଙ୍ଗଲର ଶାନ୍ତି ନଷ୍ଟ କରୁଛି? ରାଜା ମହାଶୟ, ସେପଟେ ଥିବା ପୋଖରୀରେ ଗୋଟିଏ କୁମ୍ଭୀର ଛୁଆ ଭାସି ଆସି ଅଟକି ରହିଛି। ତ କ'ଣ ହେଲା? ନୀଳପକ୍ଷୀ ଓ ବେଙ୍ଗ କୁମ୍ଭୀର ଛୁଆଟିକୁ ବହୁତ ସାହାଯ୍ୟ କରୁଛନ୍ତି, ହେଲେ ଶିଆଳ ଓ ବାଘ ମିଶି ଆରେ ଶିଆଳ,
ତାକୁ ତୁ ଜଗିକି ରଖିଥା, ସୁବିଧା ପାଇଲେ ତାକୁ ଆମେ ଖାଇଦବା। ମୁଁ କ'ଣ କହୁଥିଲି କି, ମୋତେ କିଛି ଖାଇବା ଦିଅ, ତାକୁ ନେଇ ମୁଁ ଦେଇ କୁମ୍ଭୀର ଛୁଆ ସହିତ ସାଙ୍ଗ ହୋଇଯିବି। ତାପରେ ନୀଳପକ୍ଷୀ ଓ ବେଙ୍ଗକୁ ମୁଁ ସମ୍ଭାଳି ଦେବି। ତାପରେ ମୁଁ ସେମାନଙ୍କୁ ଧରି ତୁମ ପାଖକୁ ଆସିବି, ଆଉ ତୁମକୁ ଅନୁରୋଧ କରିକି କହିବି ଯେ ତୁମେ ଟିକେ ନେଇ କୁମ୍ଭୀର ଛୁଆକୁ ପିଠିରେ ଧରି ବଡ଼ ନଦୀରେ ଛାଡ଼ି ଦେଇ ଆସ। ପହଞ୍ଚେଇ ଦେବା ବାହାନା କରି ଆମେ 2 ଜଣ ଯାକ ମିଶି ଆରାମରେ ଖାଇଦେବା କୁମ୍ଭୀର ଛୁଆକୁ। ମୁଁ ଟିକେ ଦୂରରେ ଥାଇ ତାଙ୍କ ଉଭୟଙ୍କର କଥାକୁ ସବୁ ଶୁଣୁଥିଲି ରାଜା ମହାଶୟ। ସିଂହ ରାଜା ରାଗି ଯାଇ କହିଲେ, ବାଘ ଓ ଶିଆଳର ଏତେ ବଡ଼ ସାହସ! ସେମାନେ ମୋ ଜଙ୍ଗଲରେ ରହି ମୋ ନିୟମକୁ ଭାଙ୍ଗୁଛନ୍ତି। ମୁଁ କିନ୍ତୁ ମୋ ଜଙ୍ଗଲର ନିୟମକୁ ଭାଙ୍ଗିବାକୁ ଦେବିନି। ତୁମକୁ ଧନ୍ୟବାଦ ମହୁମାଛି, ଜଙ୍ଗଲର ମଙ୍ଗଳ ପାଇଁ ଏସବୁ କହିଥିବାରୁ। ମୁଁ ତାର ବ୍ୟବସ୍ଥା କରୁଛି। ସିଂହ ତାପରେ ସେ ପୋଖରୀ ପାଖକୁ ବାହାରିଲା। ଆଉ ଏପଟେ ଶିଆଳ ବେଙ୍ଗ ଓ ନୀଳପକ୍ଷୀକୁ ଆଣି ବାଘ ପାଖରେ ପହଞ୍ଚିଗଲା। କେମିତି ଅଛ ବାଘ ମାମୁଁ? ଆରେ ନୀଳପକ୍ଷୀ ଓ ବେଙ୍ଗ, କେମିତି ଅଛ ତୁମେମାନେ? ଆମେମାନେ ତ ଭଲ ଅଛୁ ମାମୁଁ, କିନ୍ତୁ କ'ଣ ହେଲା? କହୁ କହୁ ରହିଗଲ ନୀଳପକ୍ଷୀ। କିନ୍ତୁ ପୁଣି କ'ଣ ହେଇଛି? କିଛି ସମସ୍ୟା ହେଇନି ତ? ମାମୁଁ, କିଛି ସାହାଯ୍ୟ ପାଇବା ପାଇଁ ତୁମ ପାଖକୁ ଆମେ ଆସିଛୁ। ତୁମେ ଆମକୁ ନା କରିବନି ତ? କି ସାହାଯ୍ୟ କରିବି ରେ ଭଣଜା? ତୁ କହିଛୁ, ମୁଁ ପୁଣି କରିନି। ଏମିତି କେବେ ହୋଇଛି କି ଭଣଜା? ନା, ତା ତ ହୋଇନି, କିନ୍ତୁ ତୁମକୁ ଟିକେ କଷ୍ଟ ହେବ ତ, ସେଥିପାଇଁ। ଓହୋ, ଆଗେ କହ ତ। ମାମୁଁ, କାଲି ବନ୍ୟା ପାଣିରେ ଗୋଟିଏ କୁମ୍ଭୀର ଛୁଆଟିଏ ଭାସି ଆସି ପୋଖରୀରେ ଅଟକି ରହିଛି। ବିଚରା ବହୁତ ବଡ଼ ବିପଦରେ ପଡ଼ିଯାଇଛି। ମାମୁଁ, ତାକୁ ଟିକେ ତୁମ ପିଠିରେ ନେଇ ବଡ଼ ନଦୀରେ ଛାଡ଼ି ଦେଇପାରିବ? ଓହୋ, ଏଇ କଥାଟା କହିବା ପାଇଁ ଏତେ ଚିନ୍ତା କାହିଁକି କରୁଛୁ? ତୁ ତ ଗୋଟେ ଭଲ କାମ କରିବା ପାଇଁ ମୋ ପାଖକୁ ଆସିଛୁ। ଚାଲ, ଆଜି ହିଁ ଯାଇ ଛାଡ଼ି ଦେଇ ଆସିବି କୁମ୍ଭୀର ଛୁଆକୁ ତାଙ୍କ ବଡ଼ ନଦୀରେ। ତୁମେ ବହୁତ ଭଲ ବାଘ ମାମୁଁ। ଆମେ ତୁମକୁ କେତେ ଭୟ କରୁ, ହେଲେ ତୁମେ କେତେ ଭଲ। ଜୟ ହେଉ, ବାଘ ମାମୁଁଙ୍କର ଜୟ ହେଉ। ଏପଟେ କୁମ୍ଭୀର ଛୁଆଟି ଖାଇ ଦେଇ ସାରି ଟିକେ ଶୋଇପଡ଼ିଥିଲା। ଶିଆଳର ଗୋଟିଏ ଛୁଆଟିଏ ଦୌଡ଼ି ଦୌଡ଼ି ଆସି ସେହି ପୋଖରୀରେ ପଡ଼ିଗଲା। ଶିଆଳ ଛୁଆଟିର ପାଦ କାଦୁଅରେ ଅଟକିଗଲା। ଓହୋ, କ'ଣ କରିବି? ପାଣିରେ ବୁଡ଼ିଗଲି ରେ। ବଞ୍ଚାଅରେ, କିଏ ମୋତେ ଟିକେ ବଞ୍ଚାଅରେ। ଏହା କହି ଶିଆଳ ଛୁଆଟି କନ୍ଦାକଟା ଆରମ୍ଭ କରିଦେଲା। ପାଣିର ତଳକୁ ନ ଯିବା ପାଇଁ ବହୁତ ଚେଷ୍ଟା କଲା, ହେଲେ ସେ ତଳକୁ ତଳକୁ ପଳେଇ ଯାଉଥାଏ। ଶିଆଳ ଛୁଆଟିର କାନ୍ଦଣା ଶୁଣି କୁମ୍ଭୀରର ନିଦ ଭାଙ୍ଗିଗଲା। କୁମ୍ଭୀର ଶିଆଳ ଛୁଆଟିର ଅବସ୍ଥା ଦେଖି ତାକୁ ମୁହଁରେ ଠେଲି ପୋଖରୀ ଉପରକୁ ଉଠେଇ ଦେଲା। ଶିଆଳ ଛୁଆଟି ଉପରକୁ ଉଠି କାନ୍ଦିବାକୁ ଲାଗିଲା। ଏହି ସମୟରେ ବାଘ, ଶିଆଳ, ବେଙ୍ଗ ଓ ନୀଳପକ୍ଷୀ ସେଠାରେ ଆସି ପହଞ୍ଚିଗଲେ। ଶିଆଳ ତା ଛୁଆର ଏମିତି ଅବସ୍ଥା ଦେଖି ତା ପାଖକୁ ଦୌଡ଼ି ଯାଇ କହିଲା, କ'ଣ ହେଇଛି ରେ ଧନ? ତୋର ଦେହ କ'ଣ ପୁରା ଭିଜି ଯାଇଛି? ଏହି ସମୟରେ ସିଂହ ଆସି ସେଠାରେ ପହଞ୍ଚିଗଲା। ଶିଆଳ କୁମ୍ଭୀର ଆଡ଼କୁ ଅନାଇ ରାଗିକି କହିଲା, ମୁଁ ତୁମକୁ ତୁମର ଘରେ ପହଞ୍ଚେଇ ଦେବା ପାଇଁ କେତେ ପରିଶ୍ରମ କରୁଛି, ଆଉ ତୁମେ ମୋର ହିଁ ଛୁଆକୁ ଖାଇବା ପାଇଁ ଚେଷ୍ଟା କରୁଛ। ତୁମେ ତ ବହୁତ ଖରାପ କୁମ୍ଭୀର ଛୁଆ। ସେଥିପାଇଁ ତ ଜଙ୍ଗଲର ପଶୁଙ୍କ ସହିତ ପାଣିର ପଶୁମାନେ ଜମାରୁ ହେଲେ ମିଶି ପାରନ୍ତି ନାହିଁ। ରାଗିକି ନିଆଁ ହୋଇଯାଇଛି ଶିଆଳ। ନା ବାବା, ତୁମେ ଭୁଲ ବୁଝିଛ। କୁମ୍ଭୀର ମୋତେ ଖାଇବାକୁ ଚାହିଁନି। ମୁଁ ଶିକାର ଧରିବାକୁ ଆସୁ ଆସୁ ଏଇ ପୋଖରୀରେ ପଡ଼ିଗଲି। ଆଉ ସେହି ସମୟରେ
କୁମ୍ଭୀର ମୋତେ ପୋଖରୀରୁ ଉଠେଇବାକୁ ସାହାଯ୍ୟ କରିଛି। ଦେଖିଲ ଶିଆଳ, ତୁମେ ଯାହାକୁ ଖାଇବ ବୋଲି ଯୋଜନା କରୁଛ ସେହି କୁମ୍ଭୀର ଛୁଆ ତୁମ ଛୁଆର ଜୀବନ ବଞ୍ଚେଇଛି। ଶିଆଳ ସିଂହର କଥା ଶୁଣି ତାକୁ ଭାରି ଖରାପ ଲାଗିଲା। ବାଘ ଏହି ସମୟରେ ପୁରା ଚୁପ୍ ରହିଲା। ବେଙ୍ଗ ଓ ନୀଳପକ୍ଷୀ ଦି ଜଣକୁ ଅନିଆଅନି ହେଲେ। ବାଘ, ତୁମେ ହେଲ ଏ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ। ତୁମକୁ ଆମେ ବିପଦର ବନ୍ଧୁ ବୋଲି ଭାବୁ। ଆଉ ତୁମେ କେମିତି ଏଭଳି ଜଘନ୍ୟ କାମ କରିବାକୁ ରାଜି ହେଲ? ବାଘ ତାର କାମ ପାଇଁ ବହୁତ ପଶ୍ଚାତାପ କଲା। ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ମୁଁ ମୋର ଭୁଲ ବୁଝିପାରିଛି ରାଜା ମହାଶୟ, ମୋତେ କ୍ଷମା କରିଦିଅ। ହଁ, ମୁଁ ବୁଝିଛି ବାଘ, ତୁମେ ତୁମ ଇଚ୍ଛାରେ ଏ କାମଟା କରିବାକୁ ଚାହିଁନଥିଲ। ଏ ବଦମାସ ଶିଆଳ ଚାଲାକି କରି ତୁମକୁ ଫୁସିଲେଇ ରାଜି କରେଇଛି। ଆମର ଭୁଲ ହୋଇଯାଇଛି ରାଜା ମହାଶୟ, ମୁଁ ମୋର ଭୁଲ ବୁଝିପାରିଛି। ଜଙ୍ଗଲରେ ସମସ୍ତେ ସମସ୍ତଙ୍କ ସହିତ ମିଳିମିଶି ନ ଚଳିଲେ ନିଜର ହିଁ କ୍ଷତି ହେବ। ତୁମେ ନିଜର ଭୁଲ ବୁଝିପାରିଛ, ସେଥିପାଇଁ ଧନ୍ୟବାଦ। କୁହ, ଏବେ କୁମ୍ଭୀର ଛୁଆକୁ ବଡ଼ ନଦୀରେ ଛାଡ଼ି ଦେଇ ଆସିବା। ନୀଳପକ୍ଷୀ ଓ ବେଙ୍ଗ, ତୁମକୁ ଧନ୍ୟବାଦ। ସମସ୍ତେ ନୀଳପକ୍ଷୀ ଓ ବେଙ୍ଗ ଭଳି ହୋଇପାରିଲେ ଯେତେ ବଡ଼ ବିପଦ ଆସିଲେ ବି ସେଥିରୁ ଆରାମରେ ଉଦ୍ଧାର ପାଇପାରିବ। ସମସ୍ତେ ମିଶି କୁମ୍ଭୀରକୁ ବାଘର ପିଠିରେ ଉଠାଇ ଦେଲେ। ସମସ୍ତେ ମିଶି କୁମ୍ଭୀରକୁ ନେଇ ବଡ଼ ନଦୀ ଆଡ଼କୁ ଚାଲିଲେ।